ମୁଁ ଆଜି ଫୁଲକୋବିକୁ ଟିକେ ଡିଫରେଣ୍ଟ ଷ୍ଟାଇଲ୍ରେ ବନେଇବି। ଥରେ ଏମିତି ମୋ ଷ୍ଟାଇଲ୍ରେ ଏଇ ଫୁଲକୋବିକୁ ବନାନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଫୁଲକୋବିର ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ପଖାଳ, ରୁଟି, ପରଟା, ପୁରୀ ସହିତ ଖାଇପାରିବେ। ଲଞ୍ଚ ବକ୍ସ କି ଟିଫିନ୍ ବକ୍ସରେ ଦେଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଫୁଲକୋବିର ଏହି ରେସିପି ପାଇଁ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଫୁଲକୋବି ନେଇଛି। ଫୁଲକୋବିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଫୁଲକୋବିକୁ କାଟିବା। ଫୁଲକୋବି ଡେମ୍ଫ ବେଳେବେଳେ ସିଝି ନଥାଏ। ଫୁଲକୋବି ନାଡ଼ ବା ଡେମ୍ଫରେ ଏମିତି ଟିକେ କଟ୍ ମାର୍କ ଲଗାଇଦେବେ, ଏହାଦ୍ୱାରା ଏ ବହୁତ ଇଜିଲି ସିଝିଯିବ। ଫୁଲକୋବିକୁ ବେଶୀ ବଡ଼ ବଡ଼ କି ବେଶୀ ଛୋଟ ଛୋଟ କରି କାଟିବେନି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଫୁଲକୋବିକୁ ଭଲସେ ଧୋଇକି ଦେଇଛି। ତାପରେ ଆମେ ସବୁକୁ ଭଲସେ ମିକ୍ସ କରି ଫୁଲକୋବିକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଫୁଲକୋବିକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ସାଙ୍ଗେ ସାଙ୍ଗେ ଲୁଣ ପକାଇ ଦେବେନି, ନହେଲେ ଫୁଲକୋବିରୁ ଅଧିକ ପାଣି ବାହାରିବ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଫୁଲକୋବିକୁ ଲୋ ଫ୍ଲେମ୍ରେ ଭାଜିବା, ଯେମିତି ଫୁଲକୋବି 90% ପର୍ଯ୍ୟନ୍ତ ସିଝିଯିବ ଆଉ ଫୁଲକୋବି ଟିକେ ଖଇରିଆ ହେଇ ଭାଜି ହେଇଯିବ। ଆପଣ ଚାହିଁଲେ ଆକୁ କଭର୍ କରି ଭାଜି ପାରିବେ। ଫୁଲକୋବି ଏଠି 90% ପର୍ଯ୍ୟନ୍ତ ସିଝିଗଲାଣି ଆଉ ଫୁଲକୋବି ଏଠି ଟିକେ ଖଇରିଆ ହେଇ ଭାଜି ହେଇଯାଇଛି। ଏବେ ଆମେ ଫୁଲକୋବିକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ମୁଁ ଏଠି ସେମ୍ କଡ଼େଇରେ ଆଉ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ପକାଇଛି। ଜିରା ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ ପିଆଜ ଦେଉଛି। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭାଜିବା। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ମୁଁ ଏଥିରେ ରସୁଣ ଦେଉଛି। ମୁଁ ଏଠି 7ରୁ 8 ପାଖୁଡ଼ା ରସୁଣକୁ ଛେଚିକି ପକାଇଛି। ଆପଣ ଏଥିରେ ଖାଲି ରସୁଣ ଦେବେ। ସବୁକୁ ଭଲସେ ମିକ୍ସ କରି 1/2ରୁ 1 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ମୁଁ ଏଥିରେ ଟମାଟୋ ଦେଇଛି। ମୁଁ ଏଠି ଗୋଟେ ବଡ଼ ଟମାଟୋକୁ ଟିକେ ମୋଟା ମୋଟା ଆଉ ଲମ୍ବା ଲମ୍ବା କରି କାଟିକି ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 1/2ରୁ 1 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଟମାଟୋ ଟିକେ ନରମ ହେଇଯିବ। ଟମାଟୋ ଟିକେ ନରମ ହେଇଗଲା ପରେ ମୁଁ ଏଥିରେ କିଛି ଗୁଣ୍ଡ ମସଲା ପକାଇଛି। ଗୁଣ୍ଡ ମସଲାରେ ମୁଁ ଏଠି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଆଉ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି 1/2ରୁ 1 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ। 1/2ରୁ 1 ମିନିଟ୍ ପରେ ମୁଁ ଏଥିରେ ଭାଜିକି ରଖିଥିବା ଫୁଲକୋବିକୁ ଦେଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଫୁଲକୋବି ଭଲସେ ସିଝିଯିବ। ଆପଣ ଚାହିଁଲେ ଆକୁ କଭର୍ କରି କୁକ୍ କରିପାରିବେ। ଏଠି 3ରୁ 4 ମିନିଟ୍ ହେଇଗଲାଣି। ଏବେ ମୁଁ ଏଥିରେ କିଛି କଞ୍ଚା ଲଙ୍କାକୁ ଲମ୍ବା ଲମ୍ବା କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ଦେବେ। ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 1/2ରୁ 1 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଆପଣ ଚାହିଁଲେ ଏଠି କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ଏଠି 1/2ରୁ 1 ମିନିଟ୍ ହେଇଗଲାଣି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଫୁଲକୋବି ଏଠି ଭଲସେ ସିଝି ଯାଇଛି। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ଆପଣଙ୍କୁ ଫୁଲକୋବିର ଏହି ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।